প্রিয় দর্শক বন্ধু প্রথম সফল କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ମୁଁ କହୁଛି କର୍ତ୍ତବ୍ୟ କର୍ମକୁ ନେଇ ଯେଉଁ ଆଧାରିତ କାର୍ଯ୍ୟକ୍ରମ ପଡ଼ିବ କାହିଁକି ନା ଯଦିଓ ଆଜି ବାଇକ ହିସାବରେ ମଞ୍ଚରେ ପଦାର୍ପଣ କରିଛି ଏ କ୍ଷେତ୍ରରେ ମୋର କର୍ତ୍ତବ୍ୟ କର୍ମକୁ ନେଇ ଆଧାରିତ କାର୍ଯ୍ୟକ୍ରମ କରିବାକୁ ଯାଉଛି କାହିଁକି ସର୍ବପ୍ରଥମେ ଏ ରଙ୍ଗିନୀ ରଙ୍ଗମଞ୍ଚରେ ପଦାର୍ପଣ କରିବା ପୂର୍ବରୁ ଯେଉଁ ଦେଶ ପାତ୍ରକୁ ଲକ୍ଷ୍ୟ କରି ଏ ସଙ୍ଗୀତ ସଫଳରେ ପଦାର୍ପଣ କରିଛେ ଆମେ ଦେଖିବା କ୍ଷେତ୍ରର ଧର୍ମ କ'ଣ କ୍ଷେତ୍ର ଧର୍ମ ହେଲା କଳା କ୍ରିୟା ମାର୍ଗ ଏ ତିନି ଜିନିଷ ତ୍ରୁଟି ରହିଲେ କଳା ଆମର ବିକଳାଙ୍ଗର ପରିଚୟ ଦେବ ତଥାପି ମୋର ଗୁରୁଜନ ବୃନ୍ଦ ଅଛନ୍ତି ବାୟକ ହିସାବରେ ଯଦି ମୁଁ ଚୈତନ୍ୟ ଠାକୁରଙ୍କୁ କନ୍ଧରେ ଧରିଛି ତାର କର୍ତ୍ତବ୍ୟ କର୍ମକୁ ନେଇ ମୁଁ ଆଧାରିତ ସ୍ୱଳ୍ପ ସମୟରେ କାର୍ଯ୍ୟକ୍ରମ କରିବି କାହିଁକି ସଙ୍ଗୀତ ଏମିତି ଗୋଟେ ଜିନିଷ ମୋର ଗୁରୁତୁଲ୍ୟ ଲୋକ ଅଛନ୍ତି ଯାହାଦ୍ୱାରା କି ନାମ ସଂକୀର୍ତ୍ତନ କାନରେ ବାଜିଲେ ଆଧ୍ୟାତ୍ମିକ ଭାବ ପ୍ରେମ ହୁଏ ଭାବ କିଏ ସେ କାହା ଦ୍ୱାରା ଭାବ କରିଥିଲେ ବଡ ଭାଇ ଆମେ କହୁଛେ ମୃଦଙ୍ଗ ମୃଦଙ୍ଗ କାହାକୁ କହିବା ମୃଦୁ ଚିତ୍ତକ ମୃଦଙ୍ଗ କେମିତି ମୃଦୁ ହେଲା ମୂର୍ଚ୍ଛନା ଦଳ ହେଲା ନାଦ ଅଙ୍ଗଦର ପରିବେଚିତ ବାଦ୍ୟ ହଉଛି ମୃଦଙ୍ଗ ଆଉ କେମିତି ଦକ୍ଷ ବାମଟ ମୃଦୁ ଶବ୍ଦ ହଉଛି ମୃଦଙ୍ଗ ଆମେ ଯଦି କହିବା ମୃଦଙ୍ଗ ଆଜ୍ଞା 1485 ଖ୍ରୀଷ୍ଟାବ୍ଦରେ ନଦିଆ ନବଦ୍ୱୀପରେ ଚୈତନ୍ୟ ଠାକୁର ଜନ୍ମଗ୍ରହଣ କରିଥିଲେ ବାପଙ୍କ ନାଁ ହେଉଛି ଜଗନ୍ନାଥ ମିଶ୍ର ମାଙ୍କ ନାଁ ହେଉଛି ସଚୀ ଦେବୀ ତାଙ୍କରି ଗର୍ଭ ଜନ୍ମ ହୋଇ ସେ ନାମ ପ୍ରଚାର କରିଥିଲେ କଣ ହରେ କୃଷ୍ଣ 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 ହରେ 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 ରାମ ରାମ ହରେ ହରେ ତା ମାଧ୍ୟମରେ ନାଇଁ ମୃଦଙ୍ଗ ମାଧ୍ୟମରେ ମୁଁ କହୁଛି ମୃଦଙ୍ଗ ଚୈତନ୍ୟ ଚନ୍ଦ୍ରରେ କେମିତି କହିଲେ ଚୈତନ୍ୟ ଠାକୁର କେମିତି ପରିବେଷଣ କଲେ ନା ଗୋପାଳ ନାମେ ଚକ୍ରୀ ଆଜ୍ଞା ହାଣ୍ଡି ଆସିଲେ କୁହନ୍ତୁ ଗୋପାଳ ନାମେ ଚକ୍ରୀ ଖ୍ୟାତ ଗୃହ ନବଦୀପକ ଚତୁର୍ଥ କଥିତ ହଉ ଶୁଣ ହଉ ଘଟ ଜାତିକା କୁମ୍ଭାର କଣ କଲା 38 ମାଟି ନେଇକି ତଳ ମଧ୍ୟ ନେଇକି 38 ଫଳ ମାଟି ନେଇକି ଚକ ମଧ୍ୟରେ ବସେଇଲା ଚକ ମଧ୍ୟରେ ବସାଇ ଆଜି ହାଣ୍ଡିଟି ଦୁଇ ଫାଳକି ଗଳା ଯିବ ଆଗ ଧେଇ ପଟ ଗଳା ଯିବ ତାପରେ ଚାଇ ପଟ ଗଳା ଯିବ ଦୁଇ ଫାଳରେ ମଧ୍ୟମ ଜଏଣ୍ଟ କରାଯିବ ସ୍ୱର ରହିବ କେମିତି ଚାଇ ପଟ ହଉଛି 7 ଆଙ୍ଗୁଳି ବାଁ ପଟ ହଉଛି 12 ଆଙ୍ଗୁଳି ମଧ୍ୟମ 16 ଆଙ୍ଗୁଳି ଏଟା ମୃଦଙ୍ଗ ହାଣ୍ଡିର ପ୍ରମାଣ କେମିତି ମୃଦଙ୍ଗ ଆମେ ତିଆରି କଲେ ମୃଦଙ୍ଗ ଆଜି ମଧୁ କୌଟବ ଅସୁର ତାର ରଜରେ ମୃଦଙ୍ଗ ତିଆରି ହୋଇଥିଲା ଗୌତମ ରଜରେ ମୃଦଙ୍ଗ ତିଆରି କରାଯାଇଥିଲା ମୃଦଙ୍ଗରେ 7ଟି ସ୍ୱର କଣ ତା ଟି ତୋ ଦେ ଚା ଟା ନା କେମିତି सा रे गा मा पा जा नी फास्ट सा विथ लास्ट सा सप्त स्वर सप्त छय काहाको लक्ष्य करी ना मृदंग संगीत को कार्यक्रम संगीत में काहाको कहबा गीत वाद्य नृत्य ही संगीत गीत को नेकी वाद्य वाद्य को नेकी नृत्य नृत्य को नेकी रस ए तीनटा जिनिस समयुक्त नाम है संगीत संगीत को तीन विभक्त कर जायछि ओडिसी पद्धति हिंदुस्तान पद्धति शास्त्रीय पद्धति ये जो पाला सांस्कृतिक कला शास्त्रीय कार्यक्रम ओडिसी छंद चौपदी से आधारित को लक्ष्य करी चैतन्य ठाकुर संगीत को परिवर्तन कर ब्रह्मा सृष्टि करते संगीत किमिते वेद होला 4 ऋग साम यजु अथर्व ब्रह्मा 4 वेदर 4 दश संग्रह करी सृष्टि करते संगीत यही संगीत आध्यक्ष परिवेशन रे मृदंग माध्यम रे चैतन्य नाम प्रचार करी ओडिशा माटी को बंचाई ये होची मृदंग कार्यक्रम तथापि मु आपण सम्मुखें से कार्यक्रम परिवेशन कहीं संगीतर परिवेश यापर आम द्वितीय कार्यक्रम करवा भक्तिर संगीत आहार लहरी किमिटी आध्यात्मिक द्वारा चेतन द्वारा भक्ति की भाव में बंधी जाऊँगी आध्यात्मिक संगीत कार्यक्रम कालिया रे तोर पादे एही जनाण कालिया रे तोर पादे एही जनाण तो लगी कालिया
হই তোরা সেবা করছি বাড়ি তোহারা বেড়ান করি আউ বাড়ি হ্যালো তোরা বেড়ান করিবি সেই বাড়ি তোরা বেড়ান করিবি আউ দাস হই তোরা সেবা করছি বাড়ি তোহারা বেড়ান করি বাড়ি তোরা বেড়ান করিবি বাড়ি তোরা বেড়ান এই পারিবিনি প্রভু পারিবিনি প্রভু এই পারিবিনি প্রভু এই পারিবিনি প্রভু আরে তোরা
କାଳିଆ ରେ ଆଉ କେ ଅଛି ସାମନ୍ତ ଜଣେ ତୋ ଭଳିଆ ରେ ଆଉ କେ ଅଛି ସାମନ୍ତ ଜଣେ ତୋ नारायण 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 ଯାହାର ପୂର୍ବ ଭାଗ୍ୟ ଦିଶେ ଜହାଲାଳ ସେ କେନ ଖାଇ ସଂସାରେ ଥିବ ଯେତେ ଦିନ ସେ ଧନ ଯେତେବେଳେ ଯିବ ସରି କଳ ରୁଦ୍ରମଣି କି ଭଜ श्री श्री परमात्मा परमेश्वर विश्वव्यापक विश्व चिंतामणि चिन्मय चिर सुंदर महाप्रभु सत्यनारायण प्रीत्यर्थे बोलम एक बार हरि प्रभु देव देव महादेव कर्म कर्मदायक विश्व पिता विश्व संहार कर्ता महाप्रभु आर्तेश्वर देव प्रीत्यर्थे बोलम एक बार हरि हरि बोला